ନମସ୍କାର ସାଙ୍ଗମାନେ। ମା ଲକ୍ଷ୍ମୀ ଆଜି ତାଙ୍କ କାଳିଆ ସାଆନ୍ତକୁ ଏକା କରି ଦୀର୍ଘ ମାସଙ୍କ ପାଇଁ ତାଙ୍କ ବାପ ଘରକୁ ଚାଲିଯିବେ। ତାପରେ ଆଜି ହେଉଛି ପବିତ୍ର ଧନୁ ସଂକ୍ରାନ୍ତି। ସୂର୍ଯ୍ୟଦେବ ପ୍ରତି ସଂକ୍ରାନ୍ତିରେ ରାଶି ପରିବର୍ତ୍ତନ କରନ୍ତି ଏବଂ ବିଛା ରାଶିରୁ ଧନୁ ରାଶିକୁ ପ୍ରବେଶ କରିଥାନ୍ତି। ପାଇଁ ଧନୁ ସଂକ୍ରାନ୍ତି ଭାବରେ ପାଳନ କରିଥାନ୍ତି। ଆଉ ହଁ, ଯେହେତୁ ଏଇଟା ପୌଷ ମାସ ପଡ଼ିଥାଏ, ଏହାକୁ ପୌଷ ସଂକ୍ରାନ୍ତି ମଧ୍ୟ କୁହାଯାଇଥାଏ। ଆଉ ଏହି ଦିନ ବିଶେଷ କରି ସୂର୍ଯ୍ୟନାରାୟଣଙ୍କୁ ପୂଜା କରାଯାଏ। ଦାନ ଧର୍ମ ସବୁବେଳେ ଫଳଦାୟକ ହୋଇଥାଏ, କିନ୍ତୁ ଏହି ମାସରେ ସ୍ନାନ ଦାନ ଧର୍ମ ଅତ୍ୟନ୍ତ ଫଳଦାୟୀ ହୋଇଥାଏ। ଖାସ୍ କରି ଅନ୍ନଦାନ, ବସ୍ତ୍ରଦାନ, ଗୁଡ଼ ଦାନ, ରାଶି ଦାନ ଏସବୁ ଦାନ ଅନେକ ମହତ୍ତ୍ୱପୂର୍ଣ୍ଣ ରହିଛି। ଆଜିଠାରୁ ପରା ଆମ କାଳିଆ ସାଆନ୍ତେ ପାଖରେ ପହିଲି ଭୋଗ ଲାଗିଥାଏ। ଦିନ କୁହାଯାଇଥାଏ ଆଜିଠାରୁ ମା ଲକ୍ଷ୍ମୀ ମାସଙ୍କ ପାଇଁ ତାଙ୍କ ବାପ ଘରକୁ ଯାଇଥାଏ। ଏହି ସୁଯୋଗରେ ମା ବିମଳା ପ୍ରଭୁମାନଙ୍କ ପାଇଁ ପହିଲି ଭୋଗର ଆୟୋଜନ କରିଥାନ୍ତି। ଏଇଟା ଗୋଟେ ପର୍ବପର୍ବାଣି ନାହିଁ, ଧାର୍ମିକ ଆଉ ବୈଜ୍ଞାନିକ ପରମ୍ପରା। ସବୁଠାରୁ ଖୁସିର କଥା ହେଉଛି ଶୁଭ ସମୟ ଆରମ୍ଭ ହେଉଛି। ଯଦି ମୁଁ କହିଥିବା କଥାଟି କୌଣସି ତ୍ରୁଟି ରହିଥାଏ ମୋତେ କ୍ଷମା କରିଦେବେ।